ଜଗନ୍ନାଥ ହର ଶମ୍ଭୁ। ଚାଲନ୍ତୁ ଆମେ ପାଠ କରିବା ଶାମ୍ବ ଦଶମୀ ବ୍ରତ କଥା ବା ସମ୍ବର ଦଶମୀ ବ୍ରତ କଥା। ବ୍ରହ୍ମାଣ୍ଡ ପୁରାଣରେ ଏହା ଅଛି। ଓମ୍ ସୂର୍ଯ୍ୟାୟ ନମଃ। ସମ୍ବର ଦଶମୀ ବ୍ରତ କଥା। ଏକ ଦିନକରେ ସୂତ ମୁନି ସମ୍ବର ଦଶମୀ ବ୍ରତ କଥା ସୌନକଙ୍କୁ ପଚାରିବାରୁ ସୌନକ ମୁନି କହିଲେ, ହେ ସୂତ ମୁନି, ସମ୍ବର ଦଶମୀ ବ୍ରତ ବୋଲି ଏକ ପ୍ରସିଦ୍ଧ ବ୍ରତ ଅଛି। ସେ ବ୍ରତ କଲେ ସିଦ୍ଧି ଲାଭ ହୁଏ, ନାରୀମାନେ ସୌଭାଗ୍ୟ ଲକ୍ଷ୍ମୀ ବୃଦ୍ଧି ହୁଏ, ସକଳ ମନୋରଥ ସିଦ୍ଧି ହୁଏ, ଅପୁତ୍ରିକମାନେ ପୁତ୍ର ଲାଭ କରନ୍ତି, ମୃତବଚ୍ଛା ନାରୀମାନେ ଫଳପ୍ରଦ ହୁଅନ୍ତି, ବାଞ୍ଛିତ ଫଳ ପ୍ରାପ୍ତି ହୁଏ। ଏପରି ବଚନ ଶୁଣି ସୂତ ମୁନି ପଚାରିଲେ, ଏହି ବ୍ରତ କରି କେଉଁମାନେ କି ଫଳ ପାଇଥିଲେ ତାହା ମୋତେ କୁହନ୍ତୁ। ସୌନକ କହିଲେ, ଶୁଣିବା ହୁଅନ୍ତୁ। ଏକ ଦିନକରେ ମୁନି କୁଳ ମୁକୁଟ ରତ୍ନ ନାରଦ ମୁନି ଦ୍ୱାରିକାକୁ ଶୁଭାଗମନ କରି କୃଷ୍ଣ ରୁକ୍ମିଣୀଙ୍କ ନିକଟରେ ପ୍ରବେଶ ହେଲେ। ସମୟରେ ରୁକ୍ମିଣୀ ଦେବୀ ନାରଦ ଋଷିଙ୍କୁ ଅର୍ଘ୍ୟ ଦେଇ ଉତ୍ତମ ରୂପେ ପୂଜା କଲେ। ରୁକ୍ମିଣୀଙ୍କ ଭକ୍ତି ଦେଖି ଆସନ ଗ୍ରହଣ କରି ରୁକ୍ମିଣୀଙ୍କ କଳବର ଲତକପୂର୍ଣ୍ଣ ନୟନ, ଦୀନ ବଦନ ଏବଂ ବିଭତ୍ସ ଭାବ ଦେଖି ମୁନି ରୁକ୍ମିଣୀଙ୍କୁ ପଚାରିଲେ, ହେ କୃଷ୍ଣ ପ୍ରିୟବତୀ, ତୁମେ ଏତେ ଦୁଃଖରେ କାହିଁକି କାତର ହେଉଛ ତାହା ମୋତେ କୁହ। ନାରଦଙ୍କ ବଚନ ଶୁଣି ରୁକ୍ମିଣୀ କହିଲେ, ହେ ମୁନିବର, ମଦନଠାରୁ ଅଧିକ ସୁନ୍ଦର ମୋର କୁମାର ଜାତ ହେଲା। ସେ ଶ୍ରୀକୃଷ୍ଣଙ୍କର ଅନୁରୂପ ସକଳ ମନ ମୋହିତ କଲେ। ସୂତିକା ଭବନରୁ ସେହି କୁମାରକୁ କୌଣସି ରାକ୍ଷସ ହରଣ କରିନେଲା। ସେ ହେତୁରୁ ଅତି ଦୀନା ଦୁଃଖିତ ହୋଇଅଛି। ଏହା ଶୁଣି ସୁରକୁଳ ପୂଜିତ ନାରଦ କହିଲେ, ନାରଦ ମୁନିରେ ହିତ ଭାବନା କରି କହିଲେ, ହେ ବିଦର୍ଭ ରାଜଜେମା, ଶୁଣ, ଯେଉଁ କାମନାରେ ରବିଙ୍କର ପୂଜା କଲେ ସକଳ ଫଳପ୍ରଦ ହୁଏ, ତୁମେ ସେହି ରବି ନାରାୟଣଙ୍କର ବ୍ରତ କର, ସତ୍ୱର ଦୁର୍ଲଭ ସୁତ ଅବଶ୍ୟ ଲାଭ ହେବ। ଏହା ଶୁଣି ରୁକ୍ମିଣୀ କହିଲେ, ହେ ମୁନିବର, ପୁତ୍ରପ୍ରଦ ବ୍ରତ ସନ୍ଦେହ ନ ରଖି କେଉଁ ଦେବତା ଅର୍ଜନ ନିୟମ, ସେଥିରେ କି ଫଳ ଲାଭ ହେବ, ତାହା ମୋ ଠାରେ ଯେବେ ତୁମର ଅନୁଗ୍ରହ ଅଛି ଏକଥା ଉତ୍ତମ ରୂପେ କୁହନ୍ତୁ। ଏହା ଶୁଣି ନାରଦ କହିଲେ, ଅର୍କ କ୍ଷେତ୍ରରେ ଗୌତମ ନାମରେ ଏକ ବିପ୍ର ଥିଲେ। ତାହାଙ୍କ ପତ୍ନୀ ମହାଭାଗୀ ପଦ୍ମମୁଖୀ ସୁଧାକର ପରି ତାଙ୍କର 3ଟି ପୁତ୍ର ଜାତ ହୋଇ ନାଶ ହୋଇଗଲେ। ଅତିଶୟ ଦୁଃଖରେ ଭୀତିମତୀ ହୋଇ ବିପ୍ର ରମଣୀ ଥାଏ। ସେ ଦିନେ ତାହାର ପତିଙ୍କୁ ପଚାରିଲେ, ହେ ନାଥ, ଏତେ ଦୁଃଖ ସହି ରହିବା କାରଣ? ପ୍ରିୟତମା ପତ୍ନୀର ଦୁଃଖ ଦେଖି ବିପ୍ରବର କହିଲେ, ହେ କନକବଦନା, ଦିବାକର ପ୍ରୀତିକାରକ ହେବା ଯତ୍ନ କର। ଗୌତମ ବିପ୍ରଙ୍କଠାରୁ ଏ ମନ୍ତ୍ର ଶୁଣି ପତିଭକ୍ତି ପରାୟଣା ପଦ୍ମମୁଖୀ ଦିନକର ପ୍ରୀତି ଲଭିବା ମାନସରେ ଅତି କଷ୍ଟରେ ତପ ଆଚରିଲେ। ପଦ୍ମମୁଖୀର କଠୋର ତପସ୍ୟା ଦେଖି ସପ୍ତ ଅଶ୍ୱବାହନ ଦିବାକର ତୁଷ୍ଟ ହୋଇ ସ୍ୱପ୍ନରେ କହିଲେ, ତୁମର କଠୋର ତପସ୍ୟା ଦେଖି ଆମେ ସନ୍ତୁଷ୍ଟ ହେଲୁ। ନିଶ୍ଚୟ ତୁମର ମଙ୍ଗଳ ହେବ। ଆମ ବାକ୍ୟ ଗ୍ରହଣ କର। ଆମକୁ ପୂଜା କରି ଆମ ବ୍ରତ ଆଚରଣ କର। ପୌଷ ମାସ ଶୁକ୍ଲପକ୍ଷ ଦଶମୀରେ ଭକ୍ତି ମାନସରେ ପ୍ରଭାତରୁ ଉଠି ବିଧି ରୂପେ ସ୍ନାନ କରି ମୋର ଉଦୟ ବେଲାରେ 7 ଗୋଟି ମଣ୍ଡଳ ନିର୍ମାଣ କରିବ। ତଣ୍ଡୁଳ, ଲିଆ, ଗୁଡ଼, ନାରିକେଳ, ଅଦା ମିଶାଇ ମୋଦକ କରିବ। ଏହିପରି କରି ମୋହର ଆଗରେ ନୈବେଦ୍ୟ ରଖି ଶ୍ରଦ୍ଧାରେ ଉପହାର ଦେଇ ପୀଠ ସ୍ଥାପନ କରି ଭକ୍ତି ସହିତ ବିଧି ମତେ ପୂଜା କରିବ। ଅର୍ଘ୍ୟ, ଗନ୍ଧ, ପୁଷ୍ପ, ଧୂପ, ଦୀପ ଦେବ। ପ୍ରଥମ ପାତ୍ର ମୋଦକକୁ କାହା ସହିତ କଥା ଭାଷା ନ ହୋଇ ନିଜେ ଭୋଜନ କରିବ। ତାହାପରେ ମଧ୍ୟାହ୍ନରେ ଶ୍ରଦ୍ଧା ଭକ୍ତି ମତେ ବିଧି ଅନୁସାରେ 7 ମଣ୍ଡଳରେ ନୈବେଦ୍ୟ ରଖି ପ୍ରଭାତ ବିଧି ପରି ପୂଜା କରିବ। ପୂଜା ମନ୍ତ୍ର ହେଲା, ଓମ୍ ଶ୍ରୀ ସୂର୍ଯ୍ୟ ନାରାୟଣାୟ ସ୍ୱାହା। ଭକ୍ତି ମାନସରେ ଅର୍ଘ୍ୟ ଦେବ, ଆଳତି ବୁଲାଇବ, ନମସ୍କାର କରି ସ୍ତୁତି କରିବ। ହେ ଛାୟା ମାୟା ରମଣ, ଆପଣଙ୍କୁ ଅର୍ଘ୍ୟ ପ୍ରଦାନ କରୁଛି, ଗ୍ରହଣ କରନ୍ତୁ, ଆରତି ଗ୍ରହଣ କରନ୍ତୁ। ସେ ପ୍ରକାରେ ସନ୍ଧ୍ୟାରେ ବଜ୍ର ମହାକାଳୀ ପୂଜା କରିବ। ଶ୍ରଦ୍ଧା ଭକ୍ତିରେ ବ୍ରତ ଆଚରିବ। ହେ ଦେବୀ, ଏ ପ୍ରକାରେ ବ୍ରତ କଲେ ଜନ୍ମ ହେବା ପୁତ୍ର ଓ ଥିବା ପୁତ୍ରମାନେ ଅତି ସୁଖରେ ରହିବେ। ଏ ବ୍ରତ ବିଧାନ ଦିବାକରଙ୍କ ଠାରୁ ସ୍ୱପ୍ନରେ ଶୁଣି ପଦ୍ମମୁଖୀ ବ୍ରତ କରି ପୁତ୍ର ସମ୍ପଦ ଲାଭ କଲେ। ହେ ବିଦର୍ଭ ସୁଧା, ସେ ବ୍ରତ ସିଦ୍ଧିପ୍ରଦ ବ୍ରତ। ତୁମେ ଆଚରଣ କର, ନିଶ୍ଚୟ ପୁତ୍ର ଲାଭ ହେବ ଏବଂ ଅକାଳ ମୃତ୍ୟୁ ହେବ ନାହିଁ। ଏହା ରୁକ୍ମିଣୀଙ୍କୁ କହି ନାରଦ ମୁନି ମନ ଯାନରେ ଚଢ଼ି ବିଦାୟ ନେଲେ। ରୁକ୍ମିଣୀ ଏକାଗ୍ର ମାନସରେ ବିଧିମତ ବ୍ରତ କଲେ। ବିଜୟୀ ବୀରବର ପ୍ରଦ୍ୟୁମ୍ନ ସମ୍ବର ଦୈତ୍ୟକୁ ସମନପୁରକୁ ପ୍ରେରଣ କରି ବିମାନରେ ବସି ଶ୍ରୀକୃଷ୍ଣଙ୍କ ଅନ୍ତଃପୁରକୁ ପ୍ରବେଶ କଲେ। ରୁକ୍ମିଣୀ ଏବଂ କୃଷ୍ଣ ପ୍ରଦ୍ୟୁମ୍ନକୁ ଦେଖି ଅନ୍ଧ ଚକ୍ଷୁ ପାଇଲା ପରି ଆନନ୍ଦ ବାରିଧିରେ ମଜିଗଲେ। ପ୍ରଦ୍ୟୁମ୍ନ ସମ୍ବରାସୁରକୁ ବିନାଶ କରି ଗୃହକୁ ଆଗମନ କଲା ଦିନୁ ସମ୍ବର ଦଶମୀ ବ୍ରତ ଜଗତରେ ବିଖ୍ୟାତ ହେଲା। ଏକାଗ୍ର ଚିତ୍ତରେ ଶ୍ରଦ୍ଧାବାନ
ହୋଇ ବିଧି ଅନୁସାରେ ଏହି ବ୍ରତ କଲେ ସୌଭାଗ୍ୟବତୀ ଏବଂ ପୁତ୍ରବତୀ ହୋଇ ନାରୀ ସୁଖ ଭୋଗ କରି ଆରୋଗ୍ୟରେ କାଳ ଯାପନ करे सकल सिद्धि लाभ करे। इति श्री ब्रह्मांड महापुराणे नारद रुक्मिणी संवादे संबर दशमी व्रत कथा संपूर्ण। यह रहा आमर संबर दशमी बा सांब दशमी व्रत कथा। जय श्री जगन्नाथ हर हर शंभु।